स्वप्न दर्शक एमाने स्वप्न देखी जीवन यापन करती। स्वप्न अनुसार जीवन गठन करती। स्वप्न अनुसार जीवन को परिचालन करती। स्वप्न कथा कही लोक मान को भुलाई दियंती। आमाने बाइबल अध्ययन बा बाइबल व्याख्या करिवार जो नियम जानिछु से नियम भादरे गोटे उत्कृष्ट नियम रही। आमाने देखि पारिबा जिरिमिया तार 23 जिरिमिया 23 तार 28 शस्य निकटरे पाळ कौन यही जो पद आमने देखो पुरातन नियम रे मध्य यही प्रकार लोक मान विषय लिखा जाइछि जो माने स्वप्न द्वारा परिचालित होउथिले। आ स्वप्न बाइबल रे अनेक स्वप्न देखिचंती। स्वप्नर अर्थ अछि किंतु एमाने जो स्वप्न देखंती एटा प्रभुकर गौरव निमंते नुहे, प्रभुकर प्रकाशन निमंते नुहे। प्रभु जो अर्थ प्रकाश करने इच्छा करती से ही स्वप्न नुहे। ए स्वप्न भिन्न स्वप्न आमने पढ़ी पारिबा 25 रु आम्भे स्वप्न देखी अछु। जिरिमिया 23 तार 25 आम्भे स्वप्न देखी अछु आम्भे स्वप्न देखी अछु बोली कही जो भविष्य वक्ता माने आम नाम मिथ्या भविष्य वक्ता वाक्य प्रचार करती से कथा आम्भे शुणी अछु। जेतले भविष्य वक्ता माने प्रचार करुथिले प्रभु शुणुथिले। दुई थर लेखा है स्वप्न देखी अछु स्वप्न देखी अछु। भविष्य वक्ता माने कहूथिले जाई आमे आज स्वप्न देखिलु आ से स्वप्न अनुसार आमे तुमको प्रचार करुछु। ये लिखा जाइछि भल भाव देख कौन लिखा जाइछि आम नाम मिथ्या भविष्य वाणी प्रचार करती। भविष्य वाक्य केमती प्रचार करती मिथ्यारे प्रचार करते। स्वप्न देखिछु बोली कही ईश्वर वाक्य को मिथ्यारे कहिबा। स्वप्न गोटे विपदपूर्ण विषय। स्वप्न जदि आम मन को परिचालित करुछि तेरे आम जीवन स्वप्न रे ही रही जीव। तेणु ये आमने देखू जे केते भविष्य वक्ता माने स्वप्न देखी जीवन यापन करुथिले। तापर देखू कौन लिखा जाउछि 26 पदरे हाँ लिखाई अंतकरण कपटता। आमे जिरिमिया 17:9 मध्य देखो अंतकरण कपटमय। ए भविष्य वक्ता मानकर अंतकरण कपटमय आ कपटमय हृदय रे अंतकरण रे से माने मिथ्या वाक्य प्रचार करुथिले। केते काल से वाक्य थिबो मिथ्या वाक्य
ଅନନ୍ତ କାଳ ନୁହେଁ। ଆକାଶ ମଣ୍ଡଳ ଲୋପ ପାଇବ କିନ୍ତୁ ଆମର ବାକ୍ୟ ଲୋପ ପାଇବ ନାହିଁ। ଆକାଶ ମଣ୍ଡଳ ଲୋପ ପାଇବ କିନ୍ତୁ ବ୍ୟବସ୍ଥାର ବିନ୍ଦୁ କି ମାତ୍ରା ଲୋପ ପାଇବ ନାହିଁ। ଭବିଷ୍ୟତ ବକ୍ତା ମାନେ ଯେଉଁ ବାକ୍ୟ କହୁଥିଲେ କେତେ କାଳ ସେ ବାକ୍ୟ କହିବେ, କେତେ ସମୟ ସେ ବାକ୍ୟର ସତ୍ୟତା ରହିବ। 27 ସେମାନଙ୍କର ପିତୃପୁରୁଷମାନେ ଯେପରି ବାଲଦେବ ସକାଶେ ଆମ୍ଭ ନାମ ପାସୋରି ପକାଇଲେ, ସେପରି ସେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ ନିଜ ସ୍ୱପ୍ନ କଥା କହି ଆମ୍ଭ ଲୋକମାନଙ୍କୁ ଆମ୍ଭର ନାମ ବିସ୍ମୃତ କରାଇବାକୁ ବିଚାର କରନ୍ତି। ଏଠି ଲେଖାଯାଇଛି ପିତୃପୁରୁଷ ମାନେ ଆମ ନାମକୁ ଭୁଲିଗଲେ, ପାସରି ଗଲେ। ଯେଉଁ ଆମେ ପଢ଼ୁଛୁ ଭଲ ପଢ଼, ଅସ୍ଥିର ହୁଅ ନାହିଁ, ଧ୍ୟାନ ଦିଅ। ଆଜି ଆମେ ସ୍ୱପ୍ନ କଥା ଦେଖୁଛୁ। ଆଜି ଏଠି ଅନେକ ଜଣ ମାନେ ବସିଛନ୍ତି ଯେଉଁମାନେ ବାଇବଲ ମୋଟେ ଦେଖନ୍ତି ନାହିଁ, ପଢ଼ନ୍ତି ନାହିଁ, ଜୀବନ ଅତିବାହିତ କରନ୍ତି। ସ୍ୱପ୍ନରୁ ଆହୁରି କଦର୍ଯ୍ୟ ଜୀବନ ସେଇଟା। ଯେଉଁମାନେ ପ୍ରତିଦିନ ବାଇବଲ ପଢ଼ନ୍ତି ନାହିଁ ଆଉ ଜୀବନ ଅତିବାହିତ କରନ୍ତି, ସେମାନେ ସ୍ୱପ୍ନ ଦର୍ଶକ ଠାରୁ ଆଉ କଦର୍ଯ୍ୟ ଜୀବନ କାଟନ୍ତି। ଏଇଠି ଆମେ ଦେଖୁଛୁ ଯେ ଭବିଷ୍ୟତ ବକ୍ତାମାନେ ମିଥ୍ୟା ବାକ୍ୟ ପ୍ରଚାର କଲେ, ଲୋକମାନେ ସଦାପ୍ରଭୁଙ୍କ ନାମକୁ ହିଁ ଭୁଲିଗଲେ। କାହିଁକି? ସେଇ ସ୍ୱପ୍ନର କଥାରେ ପରମେଶ୍ୱର ନାହାନ୍ତି। ଆମେ ଜାଣୁ ଆଦି ପୁସ୍ତକରୁ ପ୍ରକାଶିତ ବାକ୍ୟ ପ୍ରତ୍ୟେକ ପୁସ୍ତକରେ ଯୀଶୁଖ୍ରୀଷ୍ଟ ଅଛନ୍ତି। ପ୍ରତ୍ୟେକ ବାକ୍ୟରେ ଯୀଶୁଖ୍ରୀଷ୍ଟ ଦେହବନ୍ତ ହୁଅନ୍ତି, ପ୍ରକାଶିତ ହୁଅନ୍ତି। କିନ୍ତୁ ସ୍ୱପ୍ନ କଥାରେ ଆମେ ଦେଖୁ ଯେ ପରମେଶ୍ୱରକୁ ସେମାନେ ଭୁଲିଗଲେ। 28 ଭଲ ପଢ଼ିବା। ଯେଉଁ ଭବିଷ୍ୟତ ବକ୍ତା ସ୍ୱପ୍ନ ଦେଖିଅଛି ସେ ସ୍ୱପ୍ନ କଥା ପ୍ରକାଶ ଯେଉଁ କରୁ। ଭବିଷ୍ୟତ ବକ୍ତା ସ୍ୱପ୍ନ ଦେଖିଅଛି ସେ ସ୍ୱପ୍ନ କଥା କହୁ, ପ୍ରକାଶ କରୁ, ଦେଖାଉ। ପ୍ରଭୁ କହୁଛନ୍ତି ଯଦି ତୁମେ ସ୍ୱପ୍ନ ଦେଖିଛ ସ୍ୱପ୍ନ କଥା କୁହ। କିନ୍ତୁ ପୁଣି ଯେ ଆମ୍ଭର ବାକ୍ୟ ପାଇଅଛି ସେ ବିଶ୍ୱସ୍ତ ରୂପେ ଆମ୍ଭର ବାକ୍ୟ କହୁ। ଏଇଠି ବହୁତ ସୁନ୍ଦର ଲେଖା ହେଲା ଯେ ବାକ୍ୟ ପାଇଛି, ଯେ ସ୍ୱପ୍ନ ପାଇଛି, ଦୁଇ ଜଣ ଭିତରେ ପାର୍ଥକ୍ୟ ଅଛି, ଭିନ୍ନତା ଅଛି। ସ୍ୱପ୍ନ ଆଉ ବାକ୍ୟ ମଧ୍ୟରେ ପାର୍ଥକ୍ୟ ରହିଛି, ଭିନ୍ନତା ରହିଛି। ଯେଉଁମାନେ ସ୍ୱପ୍ନ ଅନୁସାରେ ପରିଚାଳିତ ହୁଅନ୍ତି, ଆଜି ବି ବିଶ୍ୱାସୀ ମାନେ ବାଇବଲ ଥାଉ ଥାଉ ଯେଉଁମାନେ ସ୍ୱପ୍ନ ଦେଖନ୍ତି ଆଉ ସ୍ୱପ୍ନ କଥା ଅନୁସାରେ ଜୀବନକୁ ଗଠନ କରିବା ପାଇଁ ଇଚ୍ଛା କରନ୍ତି ବା ଜୀବନରେ ପରିଚାଳିତ ହେବା ପାଇଁ, ଆଜି ପ୍ରଭୁ ମୋତେ ସ୍ୱପ୍ନ ଦ୍ୱାରା ଏ କଥା କହିଲେ। ପ୍ରଭୁ ସ୍ୱପ୍ନ ଦ୍ୱାରା କେବେ କଥା କହିବେ ନାହିଁ। ଅନେକ ଅଛନ୍ତି ଯେଉଁମାନେ ମଞ୍ଚ ଉପରେ ଥାଇ ସ୍ୱପ୍ନକୁ ସତ୍ୟ ବୋଲି କହିଛନ୍ତି, ଆଜି ବି କହୁଛନ୍ତି। ସେମାନେ ପୁରାତନ ନିୟମରେ ସ୍ୱପ୍ନ କଥା ଚାଲିଥିଲା, ସେହି ସମୟରେ ଜିରିମିୟ କହୁଛନ୍ତି ଯେ ସ୍ୱପ୍ନ କଥା କହୁଛି, ସ୍ୱପ୍ନ କଥା କହୁ, ଯେ ବାକ୍ୟ ପାଇଛି, କ'ଣ ଲେଖା ହେଇଛି? ବିଶ୍ୱସ୍ତ ଭାବରେ ବାକ୍ୟ କହୁ। ଏଇଟା ବି ଈଶ୍ୱରଙ୍କର ବାକ୍ୟକୁ ଅନେକ ଅବିଶ୍ୱସ୍ତ ଭାବରେ କହନ୍ତି, ନିଜର ଅର୍ଥ ପ୍ରକାଶ କରନ୍ତି, ନିଜ ମନର କଥା କହିଦିଅନ୍ତି, ସ୍ୱାଭାବିକ କଥା କହନ୍ତି। ବାକ୍ୟ ଯାହା କହେ ତାହା ସେମାନେ କହନ୍ତି ନାହିଁ। ଆଜି ପାଳକ ପ୍ରଚାରକ ଯେଉଁମାନେ ବାକ୍ୟ କହନ୍ତି, ମୁଁ ମଧ୍ୟ ସେଇଠି ସାମିଲ ଅଛି। ଯଦି ମୁଁ ବାକ୍ୟ କହେ ବିଶ୍ୱସ୍ତତା ଯଦି ନାହିଁ ତେବେ ମୁଁ ଦଣ୍ଡିତ ହେବି। ବାକ୍ୟ ଯାହା କହୁନଥିବ ତାହା ଯଦି ମୁଁ କହେ ତେବେ ନିଶ୍ଚିତ ଭାବରେ ମୁଁ
अन्य मार्ग रे जीवी और जो मैंने मो वाक्य शुणुंट से अन्य मार्ग रे जीवे। दुईटा को तुलना जिरिम्य करुछंती 28 पदरे गोटे हला पाळ आ गोटे हला शस्य। एटा आमे भल भाबे आगुरु शुणीछु आज शुणिबा खब पाळ आउ शस्य। ए वर्ष आमे चाष कलु तो जे आमर चाष करुचे से कहला आज्ञा ए वर्ष धान सबू पल हो गला आज्ञा बोलला से माने मंजी नथिबा धान भितरे चाउल नथिबा धान कौन हम सेटा आम से ठिया उड़ी जीव सेटा धान कम सेटा बहुत तार किछि मूल्य नाही तार किछि मूल्य नाही। पाळ कहले कौन धान अच्छी तार जो नड़ा देखुचु सेटा हला पाळ आउ गोटे भाषा खेड़ा बोली कहबे माने कौन जोठी शस्य सिंसा बोली कह जोठी की लागी थिबो। तो आमर भाषा रे ताकू पीरी बोली कहबे। पाळ माने कौन पीरी पीरी एड़े बड़ बड़ थिबो किछि लाभ नहीं। लोक कौन दरकार धान दरकार मंजी दरकार ईश्वर वाक्यर मंजी दरकार। जो वाक्य मंजी न थाए स्वप्न ठारू आउरी कदर्य। मोर इच्छा मुझे सबु बेले सत्य वाक्य कहबी। एटा प्रत्येक कार्यकारी मानकर आवश्यकता। आमे पढ़िबा द्वितीय तिमोथी 2 अध्याय 15 पद। द्वितीय तिमोथी 2 अध्याय 15 पद। सत्य वाक्य यथार्थ रूपे व्यवहार करी सत्य वाक्य को यथार्थ रूपे व्यवहार कर। सत्य वाक्य को यथार्थ रूपे आमाने सबु बेले मने रखिबा खब जेतला वाक्य शुणुछु आ जो माने वाक्य कहउछंती गीत 33 गीत 33:4 गीत 33:4 कारण सदाप्रभु वाक्य यथार्थ सदाप्रभु वाक्य यथार्थ। सत्य वाक्य को यथार्थ में व्यवहार कर। यथार्थ वाक्य ठीक अर्थ करिबा यथार्थ वाक्य जेपरी कहे सेपरी कहबा वाक्यर अर्थ को ठीक भाव में प्रकाश करिबा। सदाप्रभुकर वाक्य व्यर्थ नुहे यथार्थ वाक्य अर्थहीन नुहे। जेहेतु 6 पद आम देखू कौन लिखा है गगन मंडल सदाप्रभु वाक्य वाक्य रे गगन मंडल तैयारी कले आकाश मंडल सृष्टि कले तांकर वाक्य यथार्थ वाक्य तांकर वाक्य सृष्टि करे। आमाने देखिबा आगो को जीवा 9 पद। से कहिबा मात्रे सृष्टि हैला कहिबा मात्रे सृष्टि हैला वाक्य तांकर वाक्य यथार्थ वाक्य कहू कहू सृष्टि हैला आ लिखा जाउची
आज्ञा करिबा मात्रे स्थिति हला स्थिति है दीप्ति हो सृष्टि है आ स्थिति हो रहीगला से जोटा कहले से घटीगला आठ रहा से स्थिर रहा स्थापित है। तो ईश्वर वाक्य यथार्थ वाक्य ईश्वर वाक्य सृष्टि करिछि माने जहन 1:1 जानिछु पढ़िबा 1:1 आद्ୟରେ ବାକ୍ୟ ଥିଲେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ ସେ ବାକ୍ୟ ଈଶ୍ୱର ଥିଲେ। हाँ ये आम जानुछु वाक्य अनंत काल ये जो वाक्य लिखाई जड़े व्यक्ति ये जड़े व्यक्ति वाक्य से ईश्वर सहित थिले आम देखुछु से लिखा जाउछि से वाक्य ईश्वर थिले। तो वाक्य ईश्वर अटंती आ जो वाक्य को जिते कहे ईश्वर विषय न कही मो विषय कहे तो वाक्य जिते कहे आम 14 पद देखो कौन लिखा वाक्य देहबंत हुए वाक्य देहबंत हेले आज भी वाक्य देहबंत हेबाक हब आम वाक्य खाली शून्य रे कहले हब नाई वाक्य देहबंत हेबाक हब तेणु वाक्य आमने आज जहाँ देखुछु आम जो पद देखिलु जे जो माने मंडल गुप्त रे आसंती केबे भी मंडल कथा कहती नाई नीरव जीवन यापन करती लिखा जाउछि से माने कौन हेबे स्वप्न दर्शक माने से माने स्वप्न द्वारा परिचालित हुअन्ति। देख स्वप्न द्वारा परिचालित हेले गोटे क्षति हे से पढ़ आम पढ़ा 8 पद तथापि एई स्वप्न दर्शक माने मध्य सेपरि शरीर को अशुचि कर शरीर अशुचि ही जाए जो माने स्वप्न द्वारा परिचालित हुअन्ति से शरीर अशुचि हेब एठी मने रखिबा खब जदि मु शारीरिक तार अर्थ मु वाक्य अनुसार नुहे स्वप्न अनुसार परिचालित होउछि मनर चिंता मनर भावर जो आम स्वप्न देखुछु से स्वप्न अनुसार परिचालित होगा द्वारा आम शरीर अशुचि हुए बड़ विपद एटा जो माने आज घरे वाक्य पढ़ती नाई रविवार दिन एटी आसी वाक्य खोली निजको धार्मिक बोली देखाती मु प्रभुकर संतान बोली कहती आ बाकी सोमवार शनिवार स्वप्न रे चलती से शरीर निश्चय अशुचि हेब आम मैंने आज देखा मोर शरीर केते पवित्र केते शुचि केते पृथक जो माने मोबाइल रे बेसी कथा हुअन्ते आमर चर्च नहीं आमर चर्च लोग माने मोबाइल रे कथा हुअन्ते नहीं बेसी जो माने मोबाइल रे कथा हुअन्ते से मानकर शरीर अशुचि हेब कहीं से माने मोबाइल रे बेस समय कटाउछन्ति किंतु वाक्य रे कम समय याडू सियाडू देखीदेवा कोटी गोटे बही देखी कोटी गोटे शुणी लिखिदे परिश्रम ना आम सब मन रखा खब प्रथम तिमोथी 5:17 पद से सब मन रख वाक्य प्रचार बा शिक्षा गोटे परिश्रम लिखाई परिश्रम करवा खब अनेक परिश्रम करती ना हालुका भाव में वाक्य पढ़ीदे मुंड तले तकिया तले रखी दियंती तेणु यही लोक माने स्वप्न दर्शक अटंती एमाने शास्त्र को देखती नहीं शास्त्र को देखाती नहीं
କହି ଚାଲନ୍ତି କିନ୍ତୁ ଶାସ୍ତ୍ର ଦେଖାନ୍ତି ନାହିଁ। ଆଉ ଯେଉଁ ଶାସ୍ତ୍ର ଦେଖାନ୍ତି ତାଙ୍କର ସ୍ୱପ୍ନକୁ ଯାହା ଫିଟ୍ ହେଉଥିବ, ସ୍ୱପ୍ନ ସହିତ ସାମଞ୍ଜସ୍ୟ ହେଉଥିବ, ସେଇ ବାକ୍ୟ ଦେଖାନ୍ତି। ମଣ୍ଡଳୀ, ଆଜି ଆମମାନେ ଜାଣିବା ଖବର, ମୁଁ ସ୍ୱପ୍ନରେ ଚାଲେ ନା ବାକ୍ୟରେ ଚାଲେ। ବାକ୍ୟ ପଢ଼ିଦେବା ଆଉ ଭୁଲିଯିବା, ସେଟା ସ୍ୱପ୍ନ ପରି। ଆମେ ପଢ଼ିବା ଯାକୁବ ତାର 1 ଅଧ୍ୟାୟ 23 ପଦ। କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ। ଦର୍ପଣରେ ଦର୍ଶନ କରୁଥିବା, ନିଜକୁ ଦର୍ପଣରେ ଦେଖୁଥିବା, ନିଜକୁ ସ୍ୱପ୍ନରେ ଦେଖୁଥିବା ଲୋକ ତୁଲ୍ୟ। ଯେମିତି ସ୍ୱପ୍ନ ଦେଖୁଛି ଆଉ ନିଜକୁ ଦେଖୁଛି, ଏ ଲୋକ ମଧ୍ୟ ବାକ୍ୟ ପଢ଼ୁଛି ଆଉ ଦର୍ପଣ ଦେଖିଲା ବେଳେ ଦେଖୁଛି, ତାପରେ କ'ଣ ହେବ ଲେଖାଯାଇଛି, ସେ ନିଜକୁ ଭୁଲିଯାଏ। ଆମେ ଦେଖିଲୁ ଜିରିମିୟ 23ରେ ଯେ ଯେଉଁମାନେ ସ୍ୱପ୍ନ କଥା କହନ୍ତି, ତାଙ୍କ ବାକ୍ୟ ଯେଉଁମାନେ ଶୁଣିବେ ଈଶ୍ୱରକୁ ଭୁଲିଯିବେ ସେମାନେ। ଏଇଠି କ'ଣ ନିଜକୁ ଭୁଲିଯାଏ ସେ। ଆମ ମଣ୍ଡଳୀରେ ବାକ୍ୟର ଦୁର୍ଭିକ୍ଷ ଅଛି। ଆମ ମଣ୍ଡଳୀ କ'ଣ କରେ ନାହିଁ, ବାକ୍ୟ ବହୁତ କମ୍। ଏତେ ବର୍ଷ ବାକ୍ୟ ପଢ଼ିଲା ପରେ ମଧ୍ୟ ବାକ୍ୟ ପଢ଼ି ନ ବୁଝିବା ଲୋକ ବହୁତ ଅଛନ୍ତି। ଏତେ ବର୍ଷ ଆସି ଘଣ୍ଟା ଘଣ୍ଟା ଶୁଣି ଗଲା ପରେ ମଧ୍ୟ ବାକ୍ୟ ପଢ଼ି ବୁଝିବା ସକ୍ଷମ ତା ଆସିନାହିଁ। ଆମ ଶରୀର ଯେମିତି ଲେଖାଯାଉଛି ଅଶୁଚି କରାହେଉଛି। 2 କରନ୍ଥୀୟ 7 ଅଧ୍ୟାୟ 1 ପଦ। ଅତଏବ ହେ ପ୍ରିୟମାନେ, ଏହି ସମସ୍ତ ପ୍ରତିଜ୍ଞା ପ୍ରାପ୍ତ ହେବାରୁ ଆସ, ଶରୀର ଓ ଆତ୍ମାର ସମସ୍ତ ଅଶୁଚିତାରୁ ଆପଣା ଆପଣାକୁ ସୂଚି କରୁ, ପୁଣି ଈଶ୍ୱରଙ୍କୁ ଭୟ କରି ପବିତ୍ରତାରେ ସିଦ୍ଧ ହେଉ। এই ସବୁ ପ୍ରତିଜ୍ଞା ଦେଖୁ ଆମମାନେ କି ପ୍ରତିଜ୍ଞା 16 ପଦରେ ଲେଖାଯାଉଛି। ଈଶ୍ୱର କହିଅଛନ୍ତି, ଆମେ ସେମାନଙ୍କ ମଧ୍ୟରେ ବାସ କରିବା, ସେମାନଙ୍କ ମଧ୍ୟରେ ଭ୍ରମଣ କରିବା, ସେମାନଙ୍କର ଈଶ୍ୱର ହେବା, ଆଉ ସେମାନେ ଆମର ଲୋକ ହେବେ। ଏଇଟା ହେଲା ବଡ଼ ପ୍ରତିଜ୍ଞା। ଏଇଟା ବଡ଼ ପ୍ରତିଜ୍ଞା, ମନେ ରଖ। ଆମ୍ଭେ ସେମାନଙ୍କର ଈଶ୍ୱର ହେବା, ବଡ଼ ପ୍ରତିଜ୍ଞା। এই ପ୍ରତିଜ୍ଞା ସାଧାରଣ ନୁହେଁ। ଈଶ୍ୱର କହିଛନ୍ତି, ଈଶ୍ୱର ପ୍ରତିଜ୍ଞା କରିଛନ୍ତି, ଆମେ ସେମାନଙ୍କ ସହିତ କ'ଣ କରିବା? ଭ୍ରମଣ କରିବା। ପ୍ରଭୁ ଚାହାନ୍ତି ଆମ ସହିତ ଭ୍ରମଣ କରିବେ, ଚଲାବୁଲା କରିବେ। ହନକ ସହିତ କଲେ, ନୋହ ସହିତ କଲେ, ଅବ୍ରାହମ ସହିତ କଲେ, ଆମ ସହିତ ମଧ୍ୟ ସେ କରିବେ। ଆମେ ସେମାନଙ୍କ ସହିତ ଭ୍ରମଣ କରିବା। ଆମେ ଏକଲା ଏକଲା ଏ ଜଗତରେ ଚାଲୁଛୁ, ଶରୀର ଅଶୁଚି ହେବ ନାହିଁ। ପ୍ରଭୁ ଯଦି ଆମ ସହିତ ଅଛନ୍ତି, ଆମ ସହିତ ବାସ କରି
आम सहित भ्रमण करुछन्ति तेबे आमे तांकर लोक भावरे जीवन यापन एटा प्रथम प्रतिज्ञा। द्वितीय विषय देखिबा तार 17 पद द्वितीय कोरिन्थीय 6 तार 16 देखिलु एवं 17 एणु प्रभु यह कहती तुम मैंने सेमान को मध्यरु बाहरी आस आ पृथक हुओ आ अशुचि पदार्थ स्पर्श कर नहीं पुणी आम्भे तुम को ग्रहण करवा। ये गोटे बड़ प्रतिज्ञा आम्भे तुम को ग्रहण करवा। आम देखिलु ईश्वर कहते 6 अध्याय 16 पद 17 पद यह प्रभु कहते तुम्हें जदि बाहरी आसब से ठारू बाहरी आसब आमे देखिबा 14 पद अविश्वासी मान ठारू बाहरी आसबा अधर्म ठारू बाहरी आसबा अंधकार ठारू बाहरी आसबा बिलियार सहित बाहरी आसबा अविश्वासी मध्यरु बाहरी आसबा। आमे किए सेमान को मध्यरु बाहरी आस तेबे आमे तुमको ग्रहण करिबा। आमे किए 16 पद लेखा जाइए आमे सेमान सहित रही पारबा नहीं कारण आम्भे माने जीवित ईश्वरंकर मंदिर अटू। आमे किए मंदिर आमे जीवित ईश्वर मंदिर मंदिर गुड़ाक मृत देवता माने रहंती किंतु आम मंदिर रे जीवित परमेश्वर रहंती। जेहेतु आम ठारे जीवित परमेश्वर रहंती से ही परमेश्वर प्रतिज्ञा करिसंती। जे कौन करिसंती आमाने प्रथम देखिलु 16 पदरे ईश्वर कहते बास करिबा भ्रमण करिबा ईश्वर हेबा आउ तुम माने आमर लोक। 17 पदरे प्रभु कहते आमे तुमको ग्रहण करिबा। केतळे ग्रहण करिवे जितेबळे सेमान को मध्यरु बाहरी आसीबे जो ऊपर लिखा है से लोक मान ठारू बाहरी आसीबे। 18 पद आम्भे तुहानंकर पिता हेबा पुणी तुम्हें माने आम्बर पुत्र कन्या हेबो यह सर्वशक्तिमान प्रभु कहती। यह सर्वशक्तिमान प्रभु कहती 3 भाव कहला। प्रथम ईश्वर कहते द्वितीय प्रभु कहते एवं तृतीय सर्वशक्तिमान प्रभु कहते। हेलो एति तो मन रख केते थर को आई एटा गोटे मधुआ कौठू बाहरी आसब कौठू बाहरी आसब किछि कहून जे तुम पीऊन। हाँ हाँ मधुर बाहरी आसो माने महू मद तांग केमती महू परे पीउथिबे से माने। मधुआ जड़े विश्वासी डुबन पाई मद छाड़ी पारु नहीं। सबू छाड़ दे पारब प्रभु भी छाड़ दब कि मद को छाड़ी पारब ना। मधुआ बाहरिया लाजार बाहरी आस तुम बाहरी आस। जुआरी जुआरी कुटू बाहरी आसब किए देखुन मते जुआरी कुआड़ू आसब बाहरी करी जुआ खेल बाहरी आसब।
ବେବିଚାରୀ କୋଉଠୁ ରହିବ? ସେଇଠୁ ବାହାରି ଆସିବ। ଏଇଠି ଆମେ ଦେଖୁଛୁ 7 ଅଧ୍ୟାୟ 1 ପଦରେ, ଅତଏବ ଯେହେତୁ ଈଶ୍ୱର ପ୍ରତିଜ୍ଞା କରିଛନ୍ତି, এই ପ୍ରତିଜ୍ଞା ଆମେ ପାଇଛୁ, ଆମେ ଆସ ଲେଖା ହେଉଛି, ଆସ ଶରୀର ଓ ଆତ୍ମାର ସମସ୍ତ ଅଶୁଦ୍ଧରୁ ଆପଣା ଆପଣାକୁ ଶୁଚି କରୁ। କରନ୍ତୀୟ ମଣ୍ଡଳୀ କୁ କୁହାଯାଏ ଶାରୀରିକ ମଣ୍ଡଳୀ। ଆତ୍ମା ପାଇଥିଲେ ଆମମାନେ ଦେଖିପାରିବା ପ୍ରଥମ କରନ୍ତୀୟ ତାର 2 ଅଧ୍ୟାୟ, ପ୍ରଥମ କରନ୍ତୀୟ 2 ଅଧ୍ୟାୟ 12 ପଦ ଲେଖା ହେଇଛି, ଆମେମାନେ ଜଗତର ଆତ୍ମା ନ ପାଇ ଈଶ୍ୱରଙ୍କ ଆତ୍ମା ପାଇଛୁ। କରନ୍ତୀୟ ମଣ୍ଡଳୀ ଈଶ୍ୱରଙ୍କ ଆତ୍ମା ପାଇଥିଲା। 1 ଅଧ୍ୟାୟ ଆମମାନେ ଆହୁରି ଯଦି ପଢୁ 7 ପଦରେ, ଏଣୁ ତୁମାନେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା ଥାଇ କୌଣସି ଅନୁଗ୍ରହ ଦାନରେ ଉଣା ପଡୁନାହ। ଅନୁଗ୍ରହ ଦାନ ଆତ୍ମା ପାଇଥିଲେ ଆଉ ଆତ୍ମାଙ୍କ ଦାନ ବି ପାଇଥିଲେ। ଏବେ ଦେଖିବା 3 ଅଧ୍ୟାୟ 1 ପଦ, ତମେ ଆତ୍ମା ପାଇଛ କିନ୍ତୁ ଆତ୍ମିକ ମନା ନୁହଁ। ତମେ ଆତ୍ମିକ ମନା ନୁହଁ, ଆତ୍ମା ପାଇଛ, ଅନୁଗ୍ରହ ଦାନ ପାଇଛ, କିନ୍ତୁ ଆତ୍ମିକ ମନା ନୁହଁ। এই ମଣ୍ଡଳୀ ସବୁଠାରୁ ବେଶୀ ପରଭାଷା କହୁଥିଲା। କରନ୍ତୀୟ ମଣ୍ଡଳୀ এই ମଣ୍ଡଳୀ ଆତ୍ମା ପାଇଥିଲା, ଆତ୍ମିକ ଦାନ ପାଇଥିଲା, କିନ୍ତୁ ଆତ୍ମିକ ମନା ନଥିଲା। ପରଭାଷା କହିଦେବା ଆଉ ଆତ୍ମିକ ମନା ନ ହେବା। ଆମର ମଣ୍ଡଳୀରେ ପରଭାଷା କହୁଛ କି? ମାନେ ମୁଁ ଯୋଉଟା କହୁଛି, ଯେଉଁ ଭାଷା ଲୋକ ଶୁଣିବା ପାଇଁ ପସନ୍ଦ କରନ୍ତି ନାହିଁ, ତାକୁ ଭଲ ଓଡ଼ିଆରେ କୁହାଯାଏ 2 ଅକ୍ଷରିଆ ଭାଷା। ବିଶ୍ୱାସୀ ହେଲା ପରେ ମଧ୍ୟ ମନ୍ଦ କଥା କୁହ କି, ସେଟା ହେଲା ପରଭାଷା। ସେ ଭାଷା ବାଇବଲ କହିବା ପାଇଁ ମନା କରେ। ତମର ମୁଖରୁ ଅଶୁଚି ବାକ୍ୟ ନ ବାହାରୁ। ଝଗଡ଼ା ହେଲେ ଗଦ ଗଦ ପରଭାଷା ବାହାରିବ। ଆମର ବିଶ୍ୱାସୀ ଜୟପୁର ମଣ୍ଡଳୀ ବିଶ୍ୱାସୀ ରୋଡ ଉପରେ କହୁଛି, ମୁଁ ପରଭାଷା ପାଇଛି। ଶୁଣ, ତମେ 10ଟା ଶୁଣିବ ନା 20ଟା ଶୁଣିବ? 100 ପାଉଲ କହିଲେ ମୁଇଁ ଅଧିକ ହେଲେ 5ଟା କହିବି ବୋଲି କହିଥିଲା। ମାନେ ପାଉଲ କହିଲେ ଯଦି ପରଭାଷା କହିଲେ ମୁଇଁ 5ଟା କହିବି, କିନ୍ତୁ ମାନେ କହୁଛି ମୁଁ ବାକ୍ୟ କହିଲେ ଏମାନେ ବିଶ୍ୱାସ ହେଲା ପରେ ରାସ୍ତା ଉପରେ ପରଭାଷା କହିଦିଅନ୍ତି। ଲଜ୍ଜିତ ହୁଅନ୍ତି ନାହିଁ, ଅପମାନିତ ହୁଅନ୍ତି ନାହିଁ, କ୍ଷମା ବି ମାଗନ୍ତି ନାହିଁ। କେତେ ଥର କ୍ଷମା ମାଗବ ତମେ ମୁଁ ପରଭାଷା କହିଲି ବୋଲି? ମୁଁ ଥରେ ଜଣେ ବିଶ୍ୱାସୀକୁ ମନ୍ଦ କଥା କହିଦେଇଥିଲି, ଏବେ ଯାଏ ମୋର ମନେ ଅଛି। ସବୁବେଳେ ମୋତେ ସେଇଟା ମନେ ପଡ଼ିବ, ଆଉ ତାଙ୍କୁ କହିଦେଇଥିଲି ବୋଲି। ଏବେ ଭଲ ଲାଗିବ ନା ସେଇଟା? ଭଲ ଲାଗେ ନାହିଁ। କିଏ ଶୁଣୁନାହାନ୍ତି, ସେ ଏକା ଶୁଣିଥିଲା, କିନ୍ତୁ ମୋତେ ଭଲ ଲାଗୁନା। ଏବେ ମଧ୍ୟ ମୋତେ ଭଲ ଲାଗୁନା ଯେ ସେଦିନ ଏଇଟା ମୁଁ କହିଦେଲି। କରନ୍ତୀୟ ମଣ୍ଡଳୀ
ଅନର୍ଗଳ ପରଭାଷା କହୁଥିଲା, ଅନର୍ଗଳ ଅନୁଗ୍ରହ ଦାନ ପାଇଥିଲା, ମାନେ ଅଧିକ ପ୍ରଚୁର ଉଣାପଣ ନଥିଲା। ପବିତ୍ର ଆତ୍ମା ପାଇଛି, ଅନୁଗ୍ରହ ଦାନ ପାଇଛି, କିନ୍ତୁ କ'ଣ ନାହିଁ? ଆତ୍ମିକ ମନ ନାହିଁ। ଆତ୍ମିକ ମନ ମାନେ କ'ଣ? 2 ଅଧ୍ୟାୟ 16 ପଦ କ'ଣ ଲେଖା ହେଇଛି? କାରଣ କିଏ ପ୍ରଭୁଙ୍କ ମନ ଜାଣିଅଛି ଯେ ସେ କାହାକୁ ଶିକ୍ଷା ଦେଇପାରେ, କିନ୍ତୁ ଆମେମାନେ ଖ୍ରୀଷ୍ଟଙ୍କ ମନ ପାଇଅଛୁ। ଖ୍ରୀଷ୍ଟଙ୍କ ମନ। ଦେଖ, ଆମେ ପଢ଼ିଲୁ 12 ପଦରେ ଆମମାନେ ଆତ୍ମା ପାଇଛୁ, ଈଶ୍ୱର ଆତ୍ମା ପାଇଛୁ। ଆଉ ଆମେ ଦେଖିଲୁ 16 ପଦରେ ଆମେ ଖ୍ରୀଷ୍ଟଙ୍କ ମନ ବି ପାଇଛୁ। ଖାଲି ଆତ୍ମା ପାଇଥିଲେ ହେବ ନାହିଁ, ଖ୍ରୀଷ୍ଟଙ୍କ ମନ ବି ପାଇବାକୁ ହେବ। କିଏ କିଛି କହୁନ? ତମେ କ'ଣ ପାଇଛ? ମୁଁ ପବିତ୍ର ଆତ୍ମା ପାଇଛି। ହାଲେ ହାଲେ ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ, ଗ୍ଲୋରି ଗ୍ଲୋରି। ସେଇଟା ହେଲା ଆତ୍ମା ପାଇଛୁ। ଏଠି କ'ଣ ଲେଖା ହେଇଛି? ଖ୍ରୀଷ୍ଟଙ୍କ ମନ ବି ପାଇଛୁ ଆମେ। ଯେ ଖ୍ରୀଷ୍ଟ ମାନେ ଈଶ୍ୱର ଆତ୍ମା ପାଇଛି, ପବିତ୍ର ଆତ୍ମା ପାଇଛି, ସେ ଯଦି ଖ୍ରୀଷ୍ଟଙ୍କ ମନ ପାଇନାହିଁ, ତେବେ ସନ୍ଦେହ ଲାଗେ ଯେ ସେ ପବିତ୍ର ଆତ୍ମା ପାଇଛି। এই ସ୍ୱପ୍ନ ଦର୍ଶକ ମାନେ ଆତ୍ମା ପାଇନାହାନ୍ତି, ସ୍ୱପ୍ନ ଦେଖୁଛନ୍ତି, ଆଉ ତାଙ୍କ ସ୍ୱର ଅଶୁଚି ହେଉଛି। ତାପରେ ଆମେ ଦେଖୁ 3ରେ ଯେଉଁ ଲେଖିଲେ, ଆତ୍ମିକ ମନା ଲୋକମାନଙ୍କୁ କହିପାରିଲେ ନାହିଁ, କାହିଁକି? କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ କହିଲା ପରି ତୁମମାନଙ୍କୁ କହିଲି, ମୁଁ ତୁମମାନଙ୍କୁ ଦୁଗ୍ଧପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇନାହ। ହ୍ୟାଲୋ, କିଏ ବନ୍ଦ କର। ମନା ଲୋକମାନଙ୍କୁ କହିଲା ପରି ମୁଁ କହିପାରିଲି ନାହିଁ। ମୁଁ ବି କହିବି କି ଆଜି ମଣ୍ଡଳୀକୁ, ମୁଁ ଆଜି କହିପାରୁନାହିଁ ତୁମେ ଆତ୍ମିକ ମନା। କାହିଁକି? ଆତ୍ମିକ ମନା ଲୋକ କ୍ଷୀର ପିଇବ ନାହିଁ। ଏଠି ଲେଖା ହେଇଛି କ'ଣ ପିଇବ ନାହିଁ? କ୍ଷୀର ପିଇବ ନାହିଁ। ସବୁବେଳେ ଖାଲି ଶୁଣୁଥିବେ, ନିଜେ କିଛି ବୁଝୁନଥିବେ। ମୁଁ ଆଜିକାଲି 2 ଘଣ୍ଟା ଏମିତି ଅଧିକ କହୁଛି ବାକ୍ୟ। ସେଠି କେତେବେଳେ ପ୍ରଶ୍ନ ଶୁଣିଲେ ମୁଁ ଭାବୁଛି ଯେ ଏଯାଏ କ୍ଷୀରରେ ଅଛନ୍ତି, ଏଯାଏ କ୍ଷୀର ପିଉଛନ୍ତି। ଆମ ଟିସା କ୍ଷୀର ଛାଡ଼ୁଛି ବୋଲି ମୁଁ ଶୁଣୁଥିଲି। ସେ 3 ବର୍ଷ ହେଲା, ବାଇବଲ ଅନୁସାରେ 3 ବର୍ଷରେ ଛାଡ଼ବା କଥା। 4ରେ ଛାଡ଼ବ ନାହିଁ, 5ରେ ଛାଡ଼ବ ନାହିଁ, 6ରେ ଛାଡ଼ବ ନାହିଁ, 7ରେ ଛାଡ଼ବ ନାହିଁ। କ'ଣ ହେବ? ଅସୁବିଧା ହେବ। ମାଆକୁ ଅସୁବିଧା, ସମସ୍ତଙ୍କୁ ଅସୁବିଧା। ତମେ ଆତ୍ମା ପାଇଛ? ହଁ, ବିଶ୍ୱାସରେ ଆତ୍ମା ପାଇଛ ବୋଲି କହିବ। ଶିଖିଦେଇଛ ସେଇଟା। ଆତ୍ମିକ ମନା କି ତମେ? ଆତ୍ମିକ ମନା କି? ଆତ୍ମିକ ମନା ମାନେ ଖ୍ରୀଷ୍ଟଙ୍କ ମନ ପାଇଛ। ଆତ୍ମିକ ମନା ମାନେ କ'ଣ? ଆମେ ଖ୍ରୀଷ୍ଟଙ୍କ ପରି, ଆତ୍ମା ମତେ କ'ଣ କରିବେ? ଖ୍ରୀଷ୍ଟଙ୍କ ପରି କରିବେ। ଆଉ ମୁଁ ଏଠି ଦେଖୁଛୁ, ଏବେ ମଧ୍ୟ ସମର୍ଥ ହେଇନାହ। ଏବେ ମଧ୍ୟ ତୁମେ ଆତ୍ମିକ ବାକ୍ୟ ବୁଝିବା ପାଇଁ ସମର୍ଥ ନୁହଁ।
तुम्हें जाए शिशु परी एक लेखा शिशु परी तुम माने सान पिला परी क्षीर पिउछ परिपक्व आहार भोजन करि पारन पानी पी दौछ कि चबाई की खाई पारन तेणु ये मन रखा करंती मंडली कौन आत्मा पाई अनुग्रह दान विभिन्न दान पाई किंतु आत्मिक मना नुहे तेणु से गोटे असुविधा है चारिपद ଯେହେତୁ ଯେତେବେଳେ ଜଣେ କୁହେ ମୁଁ ପାଉଲଙ୍କର ପୁଣି ଆଉ ଜଣେ କୁହେ ମୁଁ ଆପୋଲୋଙ୍କର ସେତେବେଳେ ତୁମମାନେ କି ଶାରୀରିକ ନୁହଁ शारीरिक नुह तीन पदरे तुम्हें शारीरिक अट शारीरिक नुह भल कर तुम किए आत्मा पाई शारीरिक हो एटा गोटे जीवन जोटी की खुशी न थाए आत्मिक आनंद न थाए पवित्रता पाई किंतु शरीर काम सब करुच्ची मो शारीरिक अटे तुमने शारीरिक अट तुम शारीरिक नुह कि प्रश्न करें आमने पढ़ा 3 अध्याय 16 पद ତୁମେମାନେ କି ଜାଣୁ ନାହିଁ ଯେ ତୁମମାନେ ଈଶ୍ୱରଙ୍କ ମନ୍ଦିର ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି हाँ तुम मध्य के बास करती आमे तुम मध्य बास करवा आम देखलु प्रतिज्ञार वाक्य से ये कहुच्छी जे तुम्हें मंदिर आ पवित्र आत्मा तुम ठारे बास करती 17 पद ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ ତେବେ ଈଶ୍ୱର ତାକୁ ନଷ୍ଟ କରିବେ କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର ସେହି ମନ୍ଦିର ତୁମେମାନେ ईश्वर मंदिर पवित्र और से मंदिर तुम माने जदि यही मंदिर को के भांगी देव लिखा होती ताकू प्रभु विनष्ट करेंगे ताकू प्रभु भांगी देवे खंड खंड करदे आमे सजाग हबू जाग्रत हबू आमे पवित्र आत्मा पाइचु पवित्र आत्मा भीतर बास करती आम शरीर मंदिर हो जाए आ ए मंदिर पवित्र ये असुचि रहा हम ना जेहेतु मैंने शिशु परी थे से आमने 5 अध्याय को जीवा एक पद लिखाई जड़े लोक व्यभिचार करुच्ची आ 2 पद पढ़ा समस्ते ପୁଣି ଯେ ଏହି କର୍ମ କରିଅଛି ସେ ଯେପରି ତୁମମାନଙ୍କ ମଧ୍ୟରୁ ଦୂର କରାଯାଏ ଏଥି ନିମନ୍ତେ ଶୋକାନ୍ତ ନ ହୋଇ ବରଂ କି ଗର୍ବ କରୁଅଛ ए मंडली एमती जाइथिला व्यभिचार कले सौभाग्यता आसुला बसुला गीत गाउला प्रशंसा करुला हालेलुया स्तुति गाए हम मंडली ताकू दूर करूना आज मंडली रे पालक मानकर एईटा दुर्बल जे अन्य मानकर पाप देखिले चुपचाप रही जीवा नीरव हो जीवा जमी आम देखुचु प्रथम जन 5 अध्याय 14-15 पढ़ जदि भाई पाप करुछि ते मु कौन करी एठी आमे देखु करंती मंडली रे समस्ते स्वर रही जाइछंती आ से कौन करुछि निजर माँ सहित सहवास करुछि आउ लेखा जाउछि एठी जो लेखा हला 2 पदरे एथि निमंते सकार तो न हो कि गर्व करुछ शोक करते कांदी थांते मंडली जदि गोटे विश्वासी पाप करुची मंडली गर्व न करी सकार तो प्रार्थना करिब आज मंडली नीरव पाप विषय रे आस गीत गाउछ बाइबल पढ़ुछ दान दौच भाई जाऊच द लॉर्ड हालेलुया नमस्कार 6 अध्याय
6 ଅଧ୍ୟାୟ 15 ପଦ। ତୁମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତୁମାନଙ୍କ ଶରୀର କ'ଣ? ଖ୍ରୀଷ୍ଟଙ୍କର। ଏବେ ଯେତେବେଳେ ମୁଁ ଯୀଶୁଙ୍କର ହେଇଗଲି, ଏ ଶରୀରଟା ମୋର ନୁହେଁ, ତାଙ୍କର ଅଙ୍ଗ। ଏଇଟା ଭଲ କରି ମନେ ରଖ। ଯେତେବେଳେ ପ୍ରଭୁ ଯୀଶୁଙ୍କୁ ମୁଁ ବିଶ୍ୱାସ କଲି, ସ୍ୱୀକାର କଲି, ମୋର ସବୁ ପାପ କ୍ଷମା କଲେ, ଏବେ ମୋର ଏ ଶରୀର ତାଙ୍କର ଅଙ୍ଗ ହେଲା, ମୋର ଅଙ୍ଗ ନୁହେଁ। ମୁଁ ଏବେ ତାଙ୍କର ହେଇଗଲି, ତାଙ୍କର ଅଙ୍ଗ ହେଇଗଲି। ଏଇଟା ମୋର ପାଇଁ ମୁଁ ବ୍ୟବହାର କରିପାରିବି ନାହିଁ। ଯଦି ମୋ ପାଇଁ ବ୍ୟବହାର କରୁଛି ତ ମୁଁ ଶାରୀରିକ। ତାପରେ କ'ଣ ଲେଖା ହେଇଛି? ତେବେ ମୁଁ କ'ଣ ଖ୍ରୀଷ୍ଟଙ୍କ ଅଙ୍ଗ ଭୁଲିଯାଇ ବେଶ୍ୟାର ଅଙ୍ଗ କରିବି? ତା କେବେ? ପାଉଲ କହୁଛନ୍ତି ମୁଁ କରିବି କି ଏ ଅଙ୍ଗକୁ ମୁଁ ଆଉ ଗୋଟେ ବେଶ୍ୟା ସହିତ ମିଳନ କରାଇ କରିବି କି? ପାଉଲ ତାହା କେବେ କେବେ ହଉ ବୋଲି ଲେଖିଛନ୍ତି କି? ହଁ, କେବେ ନ ହଉ, ଆମର ସବୁବେଳେ ହଉ ନା କ'ଣ? ଆମେନ୍। ହଁ, ଆମେନ୍। ଆଉ ଟଙ୍କା 2 ଲକ୍ଷ। ଆଚ୍ଛା, କ'ଣ ଦେଖୁଛୁ? ଆମେ ସମସ୍ତଙ୍କୁ ଏଠି ଯେ ଜଣ ବସୁଛୁ ସମସ୍ତଙ୍କର କ'ଣ ଅଛି? ଶରୀର ଅଛି ନା ନାହିଁ? ହେ, ଅଛି କି ନାହିଁ? ଶରୀର ଅଛି ତ ତମର ପାଖରେ। ଏ ଶରୀର କାହାର? ଖ୍ରୀଷ୍ଟଙ୍କର ଅଙ୍ଗ। ମନ୍ଦିର ବୋଲି ଲେଖା ହେଇଛି, ଅଙ୍ଗ ଲେଖା ହେଇଛି। ଏ ଅଙ୍ଗ ତାଙ୍କର, ତ ମୁଁ କ'ଣ କରିବି ନାହିଁ? ଏଇଟା ମୁଁ ବ୍ୟବହାର କରିବି ନାହିଁ, ସେ ବ୍ୟବହାର କରିବେ। ତେବେ ଏ କ'ଣ କଲା? ଏ ଲୋକ ଏ ଅଙ୍ଗକୁ ନେଇକରି ବ୍ୟଭିଚାର ବ୍ୟବହାର କଲା। ଏବେ କ'ଣ ଲେଖା ହେଇଛି ଦେଖ, ପଢ଼। କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ, ସେ ତାହା ସହିତ ଏକ ଶରୀର ହୁଏ। ଏହା କି ତୁମମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, ସେ ଦୁହେଁ ଏକାଙ୍ଗ ହେବେ। ହଁ, ଗୋଟେ ଅଙ୍ଗ ହେଇଗଲେ, କିଏ ଆଦମ ହବା ଏକାଙ୍ଗ ହେଇଗଲେ। ତ ଯେ ଅନ୍ୟ ସହିତ ସଂଯୁକ୍ତ ହୁଏ, ସ୍ତ୍ରୀ ପୁରୁଷ, ପୁରୁଷ ସ୍ତ୍ରୀ ଯେଉଁ ସେମାନେ ଏକାଙ୍ଗ ହେଇଯିବେ। ଖ୍ରୀଷ୍ଟଙ୍କ ସହିତ ନାହିଁ। ଆହୁରି ଖ୍ରୀଷ୍ଟଙ୍କ ସହିତ ମୁଁ ଗୋଟେ ଅଙ୍ଗ ହେଲି, ଏବେ ମୁଁ ସ୍ୱରକୁ ଯଦି ଆହୁରି କାହା ସହିତ ଯୋଡ଼ିଦେବି ତ ମୁଁ ତା ସହିତ ଏକାଙ୍ଗ ହେଇଯିବି। 17। କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ, ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। ହାଲେଲୁୟା। ଏଇଟା ବହୁତ ବଢ଼ିଆ। କ'ଣଟା ବୁଝିଲ? କିଛି ବୁଝିଲ? ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେଲେ ଆମେ କ'ଣ ହଉ? ଏକ ଶରୀର ହଉନୁ, ଏକ ଆତ୍ମା ହଉଛୁ। ଆଦମ ହବା ମିଶିଲେ ଗୋଟେ ଅଙ୍ଗ ହେବେ, ଆମେ ଏକ ଆତ୍ମା ହଉ। ଆମ ଭିତରେ ଆଉ କୌଣସି ପାର୍ଥକ୍ୟ ନଥାଏ, ଭିନ୍ନତା ନାହିଁ, ଏକ ହେଇଯାଉ। ଆମେ ଖ୍ରୀଷ୍ଟଙ୍କ ସହିତ ଏକ, ତାଙ୍କ ସହିତ ସଂଯୁକ୍ତ ହେଲା କ୍ଷଣି ଆମେ ଏକ ହେଇଯାଉ। ତାପରେ କ'ଣ ଲେଖା ହେଇଛି? ବ୍ୟଭିଚାର ଠାରୁ ପଳାୟନ କର। এইটা বড় বিষয়। ব্যভিচারটু କ'ଣ କର? ପଳାୟନ କର ମାନେ କ'ଣ? ମୁଁ ଅନେକ ମାନେ ଏଇ ବତର ଝିଅ ପୁଅମାନଙ୍କୁ ଦେଖେ ଆମର ସାହିରେ। ଆମର ଚର୍ଚ୍ଚର ପିଲାମାନଙ୍କୁ ମଧ୍ୟ ଏଇ ବତର ପିଲାଙ୍କୁ ଦେଖେ। ମୁଁ ରାତି ବେଳେ ଚର୍ଚ୍ଚରୁ ଆମର ଘର ଭିତରେ, ଆମର ମାନେ ସେ ଜାଗା ଭିତରେ ସେଇ ସାଇଜ୍ର ପୁଅ ଝିଅମାନଙ୍କୁ ମୁଁ ଦେଖେ। ବୋଲେ ବୁଝିପାରୁଥିବ ତମେ। ରାତି 9ଟା ବେଳେ ମଧ୍ୟ ତାଙ୍କର ମା ଖୋଜୁ ନାହିଁ ମୋର ଝିଅ କେଉଁଠି ଅଛି, ମୋର ପୁଅ କେଉଁଠି ଅଛି ବୋଲି। ଭାରି ଡେଞ୍ଜର। ତମେ ଭାବୁଛ ଆମର ପିଲା ସାନ ଅଛି, ସାନ ନାହିଁ, ବଡ଼ ହେଇଗଲାଣି। 15 ବର୍ଷର ପିଲା ବିବାହ ପାଇଁ ରେଡ଼ି ହେଇଗଲାଣି। 14 ବର୍ଷର ଝିଅ ବିବାହ ପାଇଁ ରେଡ଼ି ହେଇଗଲାଣି। ଏକାଙ୍ଗ ହେବା ପାଇଁ ଇଚ୍ଛା କରୁଛି, କିଛି କରିପାରିବ ନାହିଁ। ପରେ ଆହୁରି ରାତି 9ଟାରେ ମଧ୍ୟ ତୁମେ ଖୋଜିବ ନାହିଁ। ରାତି 9ଟାରେ ମଧ୍ୟ ତୁମ ପିଲାକୁ ଖୋଜିବ ନାହିଁ କେଉଁଠି ଅଛି। ଏତେ ଦରଦ ନାହିଁ ତମର ହୃଦୟରେ?
ଏଠି ଯେତେ ଅଛ ଯେଉଁମାନେ ରାତି 9ଟାରେ ବୁଲୁଛ, ରାତି 9ଟାରେ ବୁଲବା ଝିଅ ନିଶ୍ଚୟ ଗୋଟେ ଘୋଡ଼ା ଖାଇଥିବ। ରାତି 9ଟାରେ ବୁଲୁଥିବା କେୟାରଫୁଲ ହେବ, ଜାଗ୍ରତ ହେବ, ତମର ଏ ଯୌବନ ରହିବ ନାହିଁ। ତମର ଯୌବନକୁ ଶୈତାନ ଦେଖୁଛି କେତେବେଳେ ଆକୁ ନଷ୍ଟ କରିଦେବି। আর ଶରୀରକୁ ଥରେ ଶରୀର ନଷ୍ଟ ହେଇଗଲେ ଗଲା, ତମକୁ ଆଉ କେହି ପଚାରବେ ନାହିଁ। ଅନେକ ଲୋକ କହନ୍ତି ଝିଅମାନେ ମାଟି ହାଣ୍ଡି ଭାଙ୍ଗିଲେ ଆଉ ତାକୁ ଯୋଡ଼ି ହେବ ନାହିଁ, ପୁଅମାନେ ପିତ୍ତଳ ହାଣ୍ଡି। ପୁଅମାନେ ମଧ୍ୟ ମାଟି ହାଣ୍ଡି, ଦାଗ ଲାଗିଗଲେ ଛାଡ଼ିବ ନାହିଁ। ଏ ଦାଗ ଭିନ୍ନ ଦାଗ, ଏଇଟା ଶରୀରରେ ଯେଉଁ ଦାଗ ଲାଗେ ଛାଡ଼େ ନାହିଁ। ମୁଁ ଯଦି ଚର୍ଚ୍ଚରେ ହେଇଥିବ ମୁଁ ଟିକେ କହିଦେବି ରାତିରେ କ'ଣ କରୁଛୁ ବୋଲି। ମା ବାପା କହିବେ ନାହିଁ। ମୋତେ ଦୁଃଖ ଲାଗିବ ଯେ 9ଟା ହେଲେ ମଧ୍ୟ ମା କି ବାପା ତା ପାଇଁ ଚେତେଇ ନାହାନ୍ତି, ଶୋଇ ଦେଇଛନ୍ତି। ଏତେ ବ୍ୟସ୍ତ। ଅଠର ଭଲ କରି ପଢ଼। ବ୍ୟଭିଚାରଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ନିଜ ଶରୀର ବିରୁଦ୍ଧରେ ପାପ କରେ, ଏଇଟା ମନେ ରଖିଥିବ। ଅନ୍ୟ ପାପ କାହା ପାଇଁ କରିଦେଲା, କିନ୍ତୁ ଏଇଟା ନିଜର ଶରୀର ବିରୁଦ୍ଧରେ କରୁଛି। ସେଥିପାଇଁ ପୃଥିବୀରେ ପ୍ରଭୁ କି ରୋଗ ପଠାଇଲେ? ଏଡ୍ସ ରୋଗ ପଠାଇଲେ। କି ରୋଗ? ଏଡ୍ସ ରୋଗ ପଠାଇଲେ। ତାର ପୂର୍ବରୁ ଆଉ ଗୋଟେ ରୋଗ ଥିଲା, ସେ ନାଁ କହିବି ନାହିଁ ତମକୁ, ତମେ ବୁଝିପାରିବ ନାହିଁ। ଆଉ ସେଟା ସମସ୍ତ ଏଠି ଥିବ। ଏଇଠି ଦେଖ, ଆମେ ଆମ ଶରୀରକୁ ପାପରେ ଯଦି ସମର୍ପଣ କରିଦେବୁ ଶରୀର ଅଶୁଚି ହେଇଯିବ। ଏବେ ଦେଖ 19 ପଦ। ଅବା ତୁମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କ'ଣ ଜାଣ ନାହିଁ? ଆଉ ତୁମମାନେ ନିଜେ ନିଜର ନୁହଁ। ଯଦି ପବିତ୍ର ଆତ୍ମା ଆମ ଠାରେ ଆସି ବାସ କରନ୍ତି, ଆମେ ମନ୍ଦିର ହେଇଯାଉ, ତେବେ ଆମେ ଆଉ ନିଜ ନୁହଁ, ଆମର ନିଜର ନୁହେଁ, ଏ ଶରୀର ନିଜର ନୁହେଁ। ଆମେ ଶରୀରକୁ ନିଜେ ନେଇ ବ୍ୟବହାର କରିବୁ ନାହିଁ। ଭଲ କରି ମନେ ରଖିଥିବ। ନାଗା ଘରରୁ ଆରମ୍ଭ କରି ସେ ଡାଉନରେ, ନାଗା ଘର ଜାଣିଛ, ସେଠୁ ଆରମ୍ଭ କରି ଡାଉନରେ ସବୁ ଡ୍ରାଇଭର ମାନେ ଏଡ୍ସରେ ମରିଛନ୍ତି। ଡ୍ରାଇଭର, ଆମ ଟିମରେ ଡ୍ରାଇଭର ଅଛ, ବି କେୟାରଫୁଲ, ଜାଗ୍ରତ। ଏଡ୍ସ ରୋଗ ହେଇଗଲେ ଆଉ ରକ୍ଷା ନାହିଁ। सूरज यार सियाड़ देखुच, यार देख, ड्राइवर को देख नहीं मत देख। हाँ, तेरे आमे पवित्र आत्मा आसीगले आमे निज निज एटा मोर नुहे आउ तापर कौन लिखाई 20। हाँ, विशेष मूल्य रे किड़ा जाइछ। मते प्रभु स्वर आत्मा प्राण को बहु मूल्य देकर किणी छन्ते। गु टंका 2 टंका दे किणी नांते, ता निज प्राण दे रक्त दे किणी छन्ते, निज को दे कर किणी छन्ते। 30 टंकार बिक्री कर मते किणी छन्ते। लेखा जाउछि तुमान शरीर कौन कर, ए शरीर गौरव प्रकाशित हो।
ଲେଖା ଯାଉଛି ଈଶ୍ୱର ଆପଣା ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ତିଆରି କରି ତାକୁ ଗୌରବ ଦେଇଥିଲେ। ପାପ ହେତୁରୁ ଗୌରବ ଚାଲି ଯାଇଥିଲା। ଏବେ କୁହାଯାଉଛି ପବିତ୍ର ଆତ୍ମା ଆସି ବାସ କଲେ ଏବେ ଗୌରବ ପ୍ରକାଶିତ ହେବ। ଆଉ ପାଉଲ ବହୁତ ସୁନ୍ଦର ଜୀବନଯାପନ କରୁଥିଲେ। ଫିଲିପିଓ 1 ଅଧ୍ୟାୟ 20 ପଦ। ଏ ସମ୍ବନ୍ଧରେ ମୋର ଏକାନ୍ତ ଆକାଂକ୍ଷା ଓ ଭରସା ଅଛି ଯେ ମୁଁ କୌଣସି ବିଷୟରେ ଲଜ୍ଜିତ ହେବି ନାହିଁ, କିନ୍ତୁ ସର୍ବଦା ଯେଉଁପରି ଏବେ ମଧ୍ୟ ସେହିପରି ଅତି ସାହସରେ ଜୀବନରେ ହେଉ ବା ମରଣରେ ହେଉ ଖ୍ରୀଷ୍ଟଙ୍କୁ ମୋର ଶରୀରରେ ମହିମାନ୍ୱିତ କରିବି। ଖ୍ରୀଷ୍ଟଙ୍କୁ ମୋହର ଶରୀରରେ ମହିମାନ୍ୱିତ କରିବି। ପାଉଲ କେବଳ ଅନ୍ୟମାନେ କହୁଥିଲେ ତାହା ନୁହେଁ, ସେ ନିଜେ ମଧ୍ୟ ତାଙ୍କର ସ୍ୱରରୁ ମହିମା ପ୍ରକାଶ କରୁଥିଲେ। ଆମେ ଯେତେବେଳେ ପବିତ୍ର ଆତ୍ମା ପାଉ ସେତେବେଳେ ଆମର ସ୍ୱର ନିଜର ନୁହେଁ, ତାଙ୍କର ହେଇଯାଏ। ଆଉ ଏହି ସ୍ୱର ମହିମା କରିବାକୁ ହବ। ଏ ସ୍ୱରକୁ ଆମେ ପ୍ରଭୁଙ୍କ ନିକଟରେ ସମର୍ପଣ କରିଦେଲେ ଆକୁ ସେ ଗୌରବାନ୍ୱିତ କରିବେ, ମହିମାନ୍ୱିତ କରିବେ। ପାଉଲ ଇଚ୍ଛା କରୁଛନ୍ତି ମୋର ସ୍ୱର ମହିମାନ୍ୱିତ ହଉ, ଗୌରବାନ୍ୱିତ ହଉ, ଗୌରବ ପ୍ରକାଶ କରୁ। ଯେହେତୁ ମୁଁ ବିଶେଷ ମୂଲ୍ୟରେ କିଣା ଯାଇଛି, ମୋତେ ପ୍ରଭୁ ମୂଲ୍ୟ ଦେଇକରି କିଣିଛନ୍ତି। ଆଜି ଆମେ ଯେତେ ଜଣ ବସିଛୁ ପ୍ରଭୁ ଯୀଶୁ ତାଙ୍କର ରକ୍ତ, ତାଙ୍କର ପ୍ରାଣ, ତାଙ୍କର ସବୁ ଦେଇକରି କିଣିଛନ୍ତି। ଈଶ୍ୱର ନିଜର ପୁତ୍ରଙ୍କୁ ଦେଇକରି ଆମମାନଙ୍କୁ କିଣିଛନ୍ତି। ଯେମିତି ଆମ ଲେଖାଯାଏ ଆମମାନଙ୍କୁ ଆମମାନେ କିଣା ହେଇଛୁ। ଆମମାନେ ଯଦି ପ୍ରେରିତ 20:28 ଦେଖିବୁ ଈଶ୍ୱର ନିଜ ରକ୍ତ ଦେଇକରି ଆମକୁ କିଣିଛନ୍ତି। ଆମେ ବହୁତ ମୂଲ୍ୟବାନ ତାଙ୍କ ଦୃଷ୍ଟିରେ। ଆଉ ଯେହେତୁ କିଣିଛନ୍ତି, ଆଜିର ପଦ ଅନୁସାରେ ଆମେ ଶେଷ କରିବା। ଯିହୁଦା ତାର 8। ତଥାପି ଏହି ସ୍ୱପ୍ନ ଦର୍ଶକମାନେ ମଧ୍ୟ ଯେପରି ଈଶ୍ୱରକୁ ଅଶୁଚି କରନ୍ତି ଆମମାନେ କରିବା ନାହିଁ। ଦ୍ୱିତୀୟ ବିଷୟ ଲେଖା ହେଇଛି ପ୍ରଭୁତ୍ୱ ଅବଜ୍ଞା କରନ୍ତି। ଆମେ ଦେଖୁ ପ୍ରଭୁଙ୍କୁ ଅସ୍ୱୀକାର କରନ୍ତି। 4 ପଦରେ ଏ ଲେଖା ହେଇଛି ପ୍ରଭୁତ୍ୱ ଅବଜ୍ଞା କରନ୍ତି। କାହାକୁ ସେମାନେ ମାନନ୍ତି ନାହିଁ, ଈଶ୍ୱରଙ୍କୁ ବି ମାନନ୍ତି ନାହିଁ, ଅବଜ୍ଞା କରିଦେଇଛନ୍ତି, ତୁଚ୍ଛ କରିଦିଅନ୍ତି। ଆଜି ଅନେକ ଅଛନ୍ତି ମୁଁ ଯୀଶୁଙ୍କୁ ଡୁବନ ପାଇଛି, ରକ୍ତରୁ ଧୌତ ହେଇଛି, ବାକ୍ୟ ଶୁଣୁଛି ବୋଲି କହି ଆମମାନେ ନିର୍ଭୀକ ଭାବରେ ଜୀବନଯାପନ କରୁଛୁ। ତାପରେ ଲେଖାଯାଇଛି ଅଲୌକିକ ଶକ୍ତିର ନିନ୍ଦା କରନ୍ତି। ଅନ୍ୟ ଭାବରେ ଆତ୍ମିକ ବିଷୟକୁ ନିନ୍ଦା କରନ୍ତି। ଆତ୍ମିକ ବିଷୟକୁ ସେମାନେ ଭଲ ପାଆନ୍ତି ନାହିଁ। ଅଲୌକିକ ଶକ୍ତି, ଆଶ୍ଚର୍ଯ୍ୟ କର୍ମ, ଅଲୌକିକ ବିଷୟ, ଆତ୍ମିକ ବିଷୟ, ଅଲୌକିକ ଶକ୍ତି, ଆତ୍ମିକ ପ୍ରାଣୀ ଏ ଲେଖାଯାଉଛି ନିନ୍ଦା କରନ୍ତି। କିନ୍ତୁ ଆମେ ଜାଣିଛୁ 9 ପଦରେ ମିଖାଏଲ ନିନ୍ଦା କରିନଥିଲେ। ସେ ଗୋଟେ ଅଲୌକିକ, କିନ୍ତୁ ସେ ନିନ୍ଦା କରିନଥିଲେ। କେବଳ ସେ କହିଲେ ପ୍ରଭୁ ତୁମକୁ ଧମକ ଦିଅନ୍ତୁ। ତେଣୁ ଆଜି ଆମେ ଯେଉଁ ବାକ୍ୟ ଶୁଣୁଛୁ ଆମର ସ୍ୱରକୁ ଆମେ କ'ଣ କରିବୁ? ପବିତ୍ର କରିବୁ, ଶୁଚି କରିବୁ। ସେଥିପାଇଁ ଲେଖା ହେଲା 1 Corinthians 6:11 ଯେ ଆମମାନଙ୍କୁ ପ୍ରଭୁ କେମିତି ଧୌତ କରିଛନ୍ତି, ବହୁତ ସୁନ୍ଦର ଭାବରେ ଧୌତ କରିଛନ୍ତି। ଆଉ ସେଇଟାକୁ ନେଇକରି ଆମମାନେ କ'ଣ ବେବିଚାରରେ ଲଗାଇବା କି? ଆମମାନେ ଦେଖିପାରିବୁ। ସେ ଲେଖାଯାଉଛି ଆଉ ତୁମାନଙ୍କ ମଧ୍ୟରୁ କେହି ଏହି ପ୍ରକାର ଥିଲ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମହାମନୁଙ୍କ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ତୁମେ ଧୌତ ହୋଇଅଛ, ପବିତ୍ରକୃତ ହୋଇଅଛ ଓ ଧାର୍ମିକ ବୋଲି ଗଣିତ ହେଇଛ। ତେବେ ଆମେ ଦେଖିଲୁ ଆଜି ଯେତେ 14-20 ଆମେ ଧୌତ ହେଇଯାଇଛୁ। ଆମେ କି ସ୍ୱରକୁ ନେଇକରି ଅଶୁଚି କରିବା, ଏକାଙ୍ଗ କରିବା? ଏଇଟା ତାଙ୍କର ଶରୀର। ଆମକୁ ଆତ୍ମାଙ୍କ ଦ୍ୱାରା ଧୌତ କରିଛନ୍ତି। ଭଲ କରି ମନେ ରଖ, ଆମେ ଆତ୍ମା ପାଇଛୁ, ଖ୍ରୀଷ୍ଟଙ୍କ ମନ ପାଇଛୁ, ଆତ୍ମିକ ମନା। ଆମେ ଆତ୍ମିକ ଲୋକ। ଗାଲାତୀୟ 6:1 ଆମେ ଆତ୍ମିକ ଲୋକ।
आमे आत्मिक भाव जीवन यापन करूँ ख्रीष्ट मन मो ठारे अच्छी मु गोटे विषय करी निष्पत्ति नेबी मु सूची जीवन काटिबी मु आ पाप करी ना क्यों माने पाप करती जो मैंने स्वप्न अनुसार चलती कि जो वाक्य अनुसार चलती से माने सूची आ पवित्र प्रिय भाई भौणी माने प्रतिदिन वाक्य अनुसार चलवा वाक्य पढ़ वाक्य अनुसार चल से पवित्र जीवन से सूची जीवन पवित्र आत्मा को धौत कर कौन मैंने पवित्रीकृत होइछु आ धार्मिक होइछु प्रभु केते दया करिसंते अनुग्रह करिसंते आमाने आम शरीर रे ए सब पाइछु प्रभु आम समस्त को ए वाक्य द्वारा आशीर्वाद करंतु चेतना दियंतु सावधान करंतु जेपरि आम शरीर आउ असुचि हेबो नाही आम शरीर सब सूची पवित्र हबो पवित्रकृत हो चली आ गोटे दिन गौरव प्रवेश करिवो किंतु ए जगत रे ईश्वर रे तांकर गौरव प्रकाशित होता प्रभु ए वाक्य द्वारा आम समस्त को आशीर्वाद करंतु। प्रार्थना करवा प्रभु आमे धन्यवाद दौछु वाक्य द्वारा प्रभु आम मानू कथा कहीस जोधा पुस्तक रू आम मैंने विभिन्न विषय पर्यंत प्रभु आत्मा द्वारा आम शिखी आसीचु आ प्रभु किछि लोक मंडली रे गुप्त रे आसंती अनुग्रह को विपरीत करती एकमात्र त्राणकर्ता को अस्वीकार करती से माने स्वप्न दर्शक स्वप्न द्वारा बा स्वप्न देखी से मानकर जीवन यापन करती शरीर को असुचि करती किंतु आमे तुमको धन्यवाद दौछु प्रभु तुम्हें आम मानू तुम्हारी वाक्य देछ सत्य वाक्य देछ पवित्रीकृत वाक्य देछ जीवंत वाक्य देछ आमे जेपरि प्रभु स्वप्न द्वारा नुहे किंतु वाक्य द्वारा जीवन यापन करिबो तुम्हारी वाक्य प्रभु जड़े व्यक्ति को नूतन सृष्टि करे तुम्हारी वाक्य देहवंत करे तुम्हारी वाक्य सूची करे तुम्हारी वाक्य सत्यता जनाए प्रभु तुम्हें आम संगे अच्छ तुम्हें आम मध्य बास करुछ भ्रमण करुछ तुम्हें आमको ग्रहण करिछ।